ଜିମ୍ବାୱେ ବିପକ୍ଷରେ ଟିମ୍ ଇଣ୍ଡିଆର ଜବରଦସ୍ତ ବ୍ୟାଟିଂ। ଏହି ମ୍ୟାଚ୍ର ସବୁଠୁ ବଡ଼ ଚର୍ଚ୍ଚା ହେଉଛନ୍ତି 15 ବର୍ଷର ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ। ସେ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଅତି କମ୍ ବଲ୍ରେ ଅର୍ଦ୍ଧଶତକ ହାସଲ କରି ସେ ସମସ୍ତଙ୍କୁ ଚମକାଇଛନ୍ତି। ଅନ୍ୟପଟେ ଭାରତୀୟ ବୋଲରମାନେ ମଧ୍ୟ ଜିମ୍ବାୱେକୁ ବଡ଼ ସ୍କୋର କରିବାକୁ ସୁଯୋଗ ଦେଇନଥିଲେ। ତେବେ କେମିତି ଥିଲା ପୁରା ମ୍ୟାଚ୍? କିଏ ହେଲା ହିରୋ? କେଉଁ ରେକର୍ଡ ହେଲା ଏହି ବିଜୟ ପରେ? ସିରିଜର ସମୀକରଣ କ'ଣ? ସବୁକିଛି ଜାଣିବା ପାଇଁ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ନମସ୍କାର ଦର୍ଶକ ବନ୍ଧୁ, ଆପଣ ଦେଖୁଛନ୍ତି ସ୍ପୋର୍ଟସ ବୁଲେଟିନ୍ ଜୁନ୍ 12 ଓଡ଼ିଶା। ଆଜିର ପ୍ରମୁଖ ଖବର, ଭାରତ ଓ ଜିମ୍ବାୱେ ମଧ୍ୟରେ ଖେଳା ହେଉଥିବା ପ୍ରଥମ ଟି20 ମ୍ୟାଚ୍ରେ ଟିମ୍ ଇଣ୍ଡିଆ ଜବରଦସ୍ତ ପ୍ରଦର୍ଶନ କରିଛି। 7 ୱିକେଟ୍ରେ ବିଜୟ ହାସଲ କରିଛି। ଏମିତି କ୍ରିକେଟ୍ ନ୍ୟୁଜ୍ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଚାଲନ୍ତୁ ସମ୍ପୂର୍ଣ୍ଣ ଖବର ଜାଣିବା। ହାରାରେ ସ୍ପୋର୍ଟସ କ୍ଲବରେ ପ୍ରଥମ ବ୍ୟାଟିଂ କରିଥିବା ଜିମ୍ବାୱେ 20 ଓଭରରେ 7 ୱିକେଟ୍ ହରାଇ 125 ରନ୍ କରିଥିଲା। ଦଳ ପକ୍ଷରୁ ରୋସି ମାଧେବର ସର୍ବାଧିକ 39 ରନ୍ କରିଥିଲେ। ଭାରତୀୟ ବୋଲରମାନେ ମଧ୍ୟ ଆରମ୍ଭରୁ ଚାପ ସୃଷ୍ଟି କରିଥିଲେ। 126 ରନ୍ର ଲକ୍ଷ୍ୟକୁ ପିଛା କରି ଭାରତ ମାତ୍ର 13.2 ବଲ୍ରେ 3 ୱିକେଟ୍ ହାସଲ କରି 15 ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ 19 ବଲ୍ରେ ଅର୍ଦ୍ଧ ହାସଲ କରିଥିଲେ ଏବଂ ଇଶାନ କିଶାନ ମଧ୍ୟ 35 ରନ୍ର ଉପଯୋଗୀ ଇନିଂସ ଖେଳିଥିଲେ। ବୋଲିଂରେ ମୟଙ୍କ ଯାଦବ ମ୍ୟାଚ୍ରେ ପ୍ରଥମ ବଲ୍ରେ ହିଁ ୱିକେଟ୍ ନେଇ ଏକ କୀର୍ତ୍ତି ସ୍ଥାପନ କରିଛନ୍ତି। ତାଙ୍କ ଆକ୍ରମଣାତ୍ମକ ବୋଲିଂ ଭାରତ ଆରମ୍ଭରୁ ମ୍ୟାଚ୍ ଆଗକୁ ନେଇପାରିଥିଲା। ଏହି ବିଜୟ ସହିତ ଭାରତ ସିରିଜରେ 1-0 ଅଗ୍ରଣୀ ରହିଛି। ଆଗାମୀ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ଏହି ଧାରାକୁ ଜାରି ରଖିବା ପାଇଁ ଲକ୍ଷ୍ୟ ରଖିଛି। ଏତିକି ଥିଲା ଆଜିର ସ୍ପୋର୍ଟସ ଅପଡେଟ୍। ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ କ୍ରିକେଟ୍ ନ୍ୟୁଜ୍ ପାଇଁ ଆମ ସହ ଅପଡେଟ୍ ରୁହନ୍ତୁ। ଧନ୍ୟବାଦ। ଜୟ ହିନ୍ଦ।